ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଯାହାକି ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଦିନ ରହିଛି। କାରଣ ଚଳିତ ବର୍ଷ ଯେଉଁମାନେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ସେମାନଙ୍କର ଯାହାକି ପରୀକ୍ଷା ଫଳ ଆଜି ରିଲିଜ୍ ହେବା ପାଇଁ ଯାଉଛି। ଏନେଇ ଯାହାକି ଆପଣମାନଙ୍କର ବୋର୍ଡ଼ ତରଫରୁ ସୂଚନା ଦିଆଯାଇଛି। ତେଣୁ ଆଜି ସନ୍ଧ୍ୟା 6ଟା ସୁଦ୍ଧା ଆପଣମାନଙ୍କ ଯେଉଁଟାକି ପରୀକ୍ଷା ଫଳ ପ୍ରକାଶ। ତେଣୁ ଯେଉଁମାନେ ପରୀକ୍ଷା ଦେଇଛନ୍ତି ସେମାନେ କେମିତି ନିଜର ପରୀକ୍ଷା ଫଳ ବାହାର କରିବେ, କୋଉ ୱେବସାଇଟ୍‌ରେ ଆପଣମାନେ ନିଜର ପରୀକ୍ଷା ଫଳ ଚେକ୍ କରିପାରିବେ, ତା ସହିତ ଅଫଲାଇନ୍‌ରେ ଆପଣମାନେ ଯଦି ଚେକ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ କୋଉ ପ୍ରୋସେସ୍ ଆପଣମାନେ ଫଲୋ କରିବେ। ଆସନ୍ତୁ ଆଜିର ଏଇ ଭିଡିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ଯୋଉଟାକି ରିଲିଜ୍ ହେବା ପାଇଁ ଯାଉଛି। ତେଣୁ ଚଳିତ ବର୍ଷ ଯେଉଁମାନେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ଯେଉଁ ପିଲାମାନେ ଆମର ଓଡ଼ିଆ ମିଡିୟମରେ ପରୀକ୍ଷା ଦେଇଥିଲେ, ସେମାନଙ୍କ ରେଜଲ୍ଟ ଯାହାକି ଆଜି ପବ୍ଲିଶ ହେବା ପାଇଁ ଯାଉଛି। ତେଣୁ ଏନେଇ ଦେଖନ୍ତୁ ପ୍ରେସ୍ ରିପୋର୍ଟ ମଧ୍ୟ ରିଲିଜ୍ ହେଇସାରିଛି ଯେ ପରୀକ୍ଷା ଫଳ କେତେବେଳେ ବାହାରିବ, ଆପଣମାନେ କେମିତି ଅନଲାଇନ୍ ଏବଂ ଅଫଲାଇନ୍‌ରେ ନିଜର ପରୀକ୍ଷା ଫଳ ଚେକ୍ କରିପାରିବେ, ସେ ବିଷୟରେ ଆସନ୍ତୁ ଡିଟେଲ ପ୍ରୋସେସ୍ ଜାଣିବା। ତ ଦେଖିପାରୁଥିବେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା କଟକ ତରଫରୁ ଆଜି ଯେଉଁ ରେଜଲ୍ଟଟି ପବ୍ଲିଶ ହେବା ପାଇଁ ଯାଉଛି, କୋଉମାନଙ୍କ ରେଜଲ୍ଟ ପବ୍ଲିଶ ହେବ ଦେଖନ୍ତୁ। ନା ଯେଉଁମାନେ ଆନୁଆଲ୍ ହାଇସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ 2024 ଦେଇଛନ୍ତି ସେମାନଙ୍କର, ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ 2024 ଯେଉଁମାନେ ଦେଇଛନ୍ତି, ତା ସହିତ ଦେଖନ୍ତୁ ମଧ୍ୟମା ଏକ୍ଜାମିନେସନ୍ 2024 ଯେଉଁମାନେ ଏକ୍ଜାମ ଦେଇଛନ୍ତି ତାଙ୍କର ରେଜଲ୍ଟ ଯାହାକି କେତେବେଳେ ପବ୍ଲିଶ ହେବ ନା ଆପଣମାନଙ୍କର 4ଟା ସମୟରେ ଦେଖନ୍ତୁ ଆପଣମାନଙ୍କର ପବ୍ଲିଶ ହେବ। ତେଣୁ ପବ୍ଲିଶ ହେଇସାରିଲା ପରେ ରେଜଲ୍ଟ କେତେବେଳେ ଆପଣମାନଙ୍କର ଉପଲବ୍ଧ ହେବ ଦେଖନ୍ତୁ ୱେବସାଇଟ୍‌ରେ ଯୋଉଟାକି ରହିଛି www.bscodisha.ac.in। ତ ଏଇ ୱେବସାଇଟ୍‌କୁ ଆପଣମାନେ ସ୍କ୍ରିନଶଟ୍ ନେଇପାରିବେ, ନହେଲେ ଡେସ୍କ୍ରିପସନ୍‌ରେ ମୁଁ ସବୁ ୱେବସାଇଟ୍‌ର ଲିଙ୍କ୍ ଲଗେଇଦେବି। ଦେଖନ୍ତୁ 6ଟା ପରେ ଆପଣମାନଙ୍କ ରେଜଲ୍ଟ ଯାହାକି ଶୋ କରିବ। 4ଟାରେ ଆପଣମାନଙ୍କର ବୋର୍ଡ଼ ତରଫରୁ ରେଜଲ୍ଟ ପବ୍ଲିଶ କରାଯିବ। ତାପରେ ୱେବସାଇଟ୍‌ରେ ଆପଣମାନଙ୍କର 6ଟା ପରେ ଯାଇକି ଉପଲବ୍ଧ ହେବ। ଆଉ ଗୋଟେ ୱେବସାଇଟ୍ ଦେଖନ୍ତୁ www.bscodisha.nic.in। ଏଇ ଦୁଇଟି ୱେବସାଇଟ୍‌ରେ ଆପଣମାନଙ୍କର ଯୋଉଟାକି ବୋର୍ଡ଼ ତରଫରୁ ରେଜଲ୍ଟ ପବ୍ଲିଶ କରାଯିବ। ଏହା ସହିତ ଅନ୍ୟାନ୍ୟ ମଧ୍ୟ ୱେବସାଇଟ୍ ରହିଛି, ସେ ବିଷୟରେ ମୁଁ ଆପଣମାନଙ୍କୁ ଭିଡିଓରେ କହିଦେବି। ଏହା ସହିତ ଆପଣମାନେ ଅନ୍ୟ କୋଉ ୱେବସାଇଟ୍‌ରେ ଚେକ୍ କରିପାରିବେ। ତାପରେ ଦେଖନ୍ତୁ ଏଠି ଆପଣଙ୍କର ଯୋଉଠାରେ ଆପଣମାନେ ଅନଲାଇନ୍‌ରେ ଯଦି ଚେକ୍ କରିପାରୁନାହାନ୍ତି, ତାହେଲେ ଏସ୍ଏମ୍ଏସ୍‌ରେ ମଧ୍ୟ ଆପଣମାନଙ୍କର ସୁବିଧା ଅଛି। ଏସ୍ଏମ୍ଏସ୍ ମାଧ୍ୟମରେ ଆପଣମାନେ ନିଜର ଯୋଉଟାକି 10th ମାର୍କସିଟ୍ ବା 10th ରେଜଲ୍ଟ ଦେଖିପାରିବେ। ତା ପାଇଁ ଦେଖନ୍ତୁ ଆମର ଯୋଉ ରହିଛି ନମ୍ବରଟି ସମସ୍ତେ ସ୍କ୍ରିନଶଟ୍ ନେଇ ନିଅନ୍ତୁ 56767750। ତ ଏଇ ନମ୍ବରକୁ ଆପଣମାନେ ସେଭ୍ କରିଦିଅନ୍ତୁ। ଏଇ ନମ୍ବରରେ ଆପଣମାନଙ୍କୁ ଗୋଟେ ମେସେଜ ଦେବା ପାଇଁ ପଡ଼ିବ। ମେସେଜରେ ଦେଖନ୍ତୁ କ'ଣ ଲେଖିବେ ନା OR10 ଲେଖିବେ। ତାପରେ ଆପଣମାନଙ୍କର ଗୋଟେ ବ୍ରାକେଟ୍ ଦେବେ। ତାପରେ ଏଠି ଆପଣମାନଙ୍କର ରୋଲ୍ ନମ୍ବର ରହିବ। ତାପରେ ଦେଖନ୍ତୁ ସେଇଟାକୁ ଯଦି ଆପଣମାନେ ଏସ୍ଏମ୍ଏସ୍ ମାଧ୍ୟମରେ ରେଜଲ୍ଟ ଚେକ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଥିରେ ଆପଣମାନେ ନିଜର ଯାହାକି ରେଜଲ୍ଟ ଚେକ୍ କରିପାରିବେ। ତା ସହିତ ଯୋଉମାନଙ୍କର ରେଜଲ୍ଟ ଚେକ୍ କରିବାରେ କୌଣସି ପ୍ରୋବ୍ଲେମ୍ ହେଉଛି, ତାହେଲେ ସେମାନଙ୍କୁ ମଧ୍ୟ ଆହୁରି ୱେବସାଇଟ୍ ରହିଛି। ଯେମିତିକି ଆପଣମାନେ ଜାଣିଥିବେ ଓଡ଼ିଶା ରେଜଲ୍ଟ ବୋଲି ଗୋଟେ ୱେବସାଇଟ୍ ଅଛି, ସେଥିରେ ଚେକ୍ କରିପାରିବେ। ନହେଲେ ଇଣ୍ଡିଆ ରେଜଲ୍ଟରେ ମଧ୍ୟ ଆପଣମାନେ ନିଜର ଯୋଉଟାକି ରେଜଲ୍ଟ ଚେକ୍ କରିପାରିବେ। ତେଣୁ ପିଲାମାନେ ଯୋଉମାନେ ବି ଭିଡିଓ ଦେଖୁଛନ୍ତି, ଏଇ ଭିଡିଓଟି ବହୁତ ମାତ୍ରାରେ ସେୟାର କରିଦିଅନ୍ତୁ। ପରବର୍ତ୍ତୀ ସମୟରେ ଯେତେବେଳେ ରେଜଲ୍ଟ ଆସିବ ସବୁ କିଛି ଡିଟେଲ୍ସ ମୁଁ ଆପଣମାନଙ୍କୁ ଦେଖେଇବି। ଲାଇଭ୍‌ରେ ମଧ୍ୟ ଆମେ ଗୋଟେ ଲାଇଭ୍ ଆଜି ରଖିବା, ଯୋଉଥିରେ ଆପଣମାନଙ୍କର ସମସ୍ତଙ୍କ ରେଜଲ୍ଟ ଆମେ ନିଜର ୱେବସାଇଟ୍‌ରେ ଚେକ୍ କରିପାରିବା। ତେଣୁ ଏଇ ସବୁ ୱେବସାଇଟ୍ ଆପଣମାନେ ସମସ୍ତେ ଲେଖି ରଖନ୍ତୁ, ନହେଲେ ଡେସ୍କ୍ରିପସନ୍‌ରେ ମଧ୍ୟ ମୁଁ ଲିଙ୍କ୍ ଦେଇଦେଇଛି। ସେଇ ଲିଙ୍କ୍‌କୁ ଆପଣମାନେ ଆକ୍ଟିଭ୍ କରି ରଖନ୍ତୁ। ଯେତେବେଳେ ରେଜଲ୍ଟ ଆସିବ ସେତେବେଳେ ଆପଣମାନେ ସେଇ ଲିଙ୍କ୍‌ରେ କ୍ଲିକ୍ କରି ନିଜର ରେଜଲ୍ଟ ଚେକ୍ କରିପାରିବେ। ଧନ୍ୟବାଦ।